ଅପରାଜିତା ଗଛର ଯତ୍ନ ନେବା ବହୁତ ସହଜ। ଯେମିତିକି ପ୍ରତ୍ୟେକ ଦିନ ଅତି କମରେ 6ରୁ 8 ଘଣ୍ଟା ସିଧାସଳଖ ସୂର୍ଯ୍ୟ କିରଣ ପାଉଥିବ। ଆଉ ତା ସହ ମାଟିକୁ ଆର୍ଦ୍ର ରଖିବା ପାଇଁ ଲଗାତାର ପାଣି ବି ମଧ୍ୟ ଦିଅନ୍ତୁ, ସେତିକି ଯେତିକି ଗଛକୁ ଆବଶ୍ୟକ। ଅଧିକ ପାଣି ଜମିଲେ ଅପରାଜିତା ଗଛର ମୂଳରେ ଧଳା ଫିମ୍ପି ବି ମଧ୍ୟ ଲାଗିଯାଏ, ଯେଉଁଥିପାଇଁ ଗଛ ନଷ୍ଟ ମଧ୍ୟ କରିଦେଇଥାଏ। ନଷ୍ଟ ବୋଲି କ'ଣ, ଧଳା ଯେଉଁ ଫିମ୍ପି ଲାଗେ ତ ଗଛଟା ସେଇଠୁ ପଚିବା ଆରମ୍ଭ କରେ। ତା ଛଡ଼ା ବସନ୍ତ ଆଉ ଗ୍ରୀଷ୍ମ ମାନେ ସ୍ପ୍ରିଙ୍ଗ ଆଉ ସମର ସିଜନରେ ବି ମଧ୍ୟ ପ୍ରତି ମାସରେ NPK ସାର ଦିଅନ୍ତୁ। Nରେ ନାଇଟ୍ରୋଜେନ୍, Pରେ ଫସ୍ଫରସ୍, Kରେ ପଟାସିୟମ୍ ମିଳିଥାଏ ଗଛକୁ। ଅପରାଜିତା ଗଛକୁ ସୁସ୍ଥ ରଖିବା ପାଇଁ, ଫୁଲ ଅଧିକ ପାଇଁ ସମୟ ଅନୁସାରେ ଗଛର ଡ୍ୟାମେଜ୍ ବା ନଷ୍ଟ ହୋଇଯାଇଥିବା ଡାଳକୁ କାଟିବା ସହ ଫୁଲ ଲଗାତାର ଛିଡ଼ାନ୍ତୁ। ଯାହାଦ୍ୱାରା ଆପଣ ଗଛରେ ସବୁଦିନ ଫୁଲ ମଧ୍ୟ ମିଳିବ ଆଉ ଆପଣଙ୍କ ଗଛ ସୁସ୍ଥ ମଧ୍ୟ ରହିବ। ତା ଛଡ଼ା ଅପରାଜିତା ଗଛର ଢେର ଗୁଡ଼ିଏ ଫୁଲ ପାଇବା ପାଇଁ ଅର୍ଗାନିକ୍ ଖାଦ୍ୟ ବନେଇବା ବି ବହୁତ ସହଜ। କିନ୍ତୁ ସବୁଠାରୁ ଏଇ ଖାଦ୍ୟ ବନେଇବା ସବୁଠାରୁ ଆସାନ ବା ସହଜ ହୋଇଥାଏ, ଯେଉଁଟାକି ଆମର କଦଳୀ ଚୋପାର ଫର୍ଟିଲାଇଜର। ଅପରାଜିତା ଗଛର ରଙ୍ଗ ବେରଙ୍ଗ ଫୁଟୁଥିବା ସୁନ୍ଦର ଫୁଲ କାରଣରୁ ବଗିଚାକୁ ଆକର୍ଷିତ କରିଥାଏ ଆଉ ବଗିଚାର ସୁନ୍ଦରତା ଦୁଇ ଗୁଣ ବଢ଼ାଇଥାଏ। ତା ଛଡ଼ା ଅପରାଜିତା ଗଛ ହେଉଛି ଗୋଟେ ଔଷଧୀୟ ଗଛ, ଯାହାର ବିଭିନ୍ନ ଭାଗକୁ ଆୟୁର୍ବେଦ ଚିକିତ୍ସାରେ ଲଗାଯାଇଥାଏ। ଯେମିତିକି ଗଛର ପତ୍ର, ଚେର ଆଉ ମଞ୍ଜିର ବ୍ୟବହାର କରି ମେଡ଼ିସିନ ତିଆରି କରିଥାନ୍ତି। ଅପରାଜିତା ଗଛର ଫୁଲର ବହୁତ ଉପକାର ଅଛି। ଫୁଲ ସହିତ ଚେରର ବି ମଧ୍ୟ ବହୁତ ଭଲ ଭଲ ଗୁଣ ଅଛି। କିନ୍ତୁ ଆଜି ଅପରାଜିତା ଫୁଲର ବି ମଧ୍ୟ କିଛିଟା ଟିପ୍ସ କହିବି, ଯେମିତି ଅପରାଜିତା ଫୁଲର ଭଲ ଗୁଣ କ'ଣ ଅଛି। ଯଦି ଅପରାଜିତା ଫୁଲର ଯେଉଁ ପାଣି ପିଅନ୍ତି, ସେଇଟା ପାଣି ପିଇବାର କାରଣ ବି ଥାଏ। ତ ଅପରାଜିତା ଯେଉଁ ବ୍ଲୁ ପେଟାଲ ଅପରାଜିତା ଥାଏ, ସେଇଟା ହିଁ ସବୁଠୁ ବେଶୀ ଭଲ କାମ କରେ। ଅପରାଜିତା ଫୁଲକୁ ରାତିରେ ଭିଜେଇକି ରଖନ୍ତୁ, ସକାଳୁ ତା'ର ପାଣି ପିଅନ୍ତୁ। ଅପରାଜିତା ପାଣି ପିଇବା ଦ୍ୱାରା ଚିନ୍ତା ଆଉ ଅନିଦ୍ରାକୁ ନେଇ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ତା ଛଡ଼ା ଅପରାଜିତା ଗଛର ଯେଉଁ ଡାଳ ଶୁଖିଯାଏ କିମ୍ବା ଡାଳ ଯେଉଁ ନଷ୍ଟ ହେଇଯାଏ, ତାକୁ ଉଷୁମ ପାଣିରେ ଫୁଟେଇକି କିମ୍ବା ଗରମ ପାଣିରେ ଫୁଟେଇକି ତାକୁ ଥଣ୍ଡା କରିକି ଅନ୍ୟ ଗଛରେ ବି ଫର୍ଟିଲାଇଜର ଭାବରେ ଦିଆଯାଏ। ବହୁତ ସୁନ୍ଦର ଟିପ୍ସ ଆଗକୁ